ଆଜ୍ଞା କଥାରେ ଅଛି ଶୋଇଲା ପୁଅର ଭାଗ ନାହିଁ। ଆପଣମାନେ ଯଦି ଘରେ ବସିଥିବେ ଘରେ ଶୋଇଥିବେ ଆଉ କହିବେ ମୋ ମାଆଙ୍କୁ ଭତ୍ତା ମିଳୁନାହିଁ, ମୋ ଅଜାଙ୍କୁ ଭତ୍ତା ମିଳୁନାହିଁ, ମୋ ଆଈଙ୍କୁ ଭତ୍ତା ମିଳୁନାହିଁ, ଆଜ୍ଞା କେବେ ବି ମିଳିବ ନାହିଁ ଭତ୍ତା। କାହିଁକିନା ଦେଖନ୍ତୁ ସରକାର ଅନେକ ଯୋଜନା ବାହାର କରିଛନ୍ତି। ମଧୁବାବୁ ପେନ୍ସନ୍ ଯୋଜନା ହେଲା, କଳାକାର ଭତ୍ତା ହେଲା, ଏହିପରି ଅନେକ ଯୋଜନା ବାହାର କରିଛନ୍ତି। ସେ ଯୋଜନାକୁ ନେଇକି ଆପଣମାନେ ଯଦି ପୁଣି ଆପ୍ଲାଏ କରିବେ, କାଗଜପତ୍ର କରିବେ, ତାହେଲେ ମଧ୍ୟ ଆପଣମାନଙ୍କୁ ସେଇ ପେନ୍ସନ୍ ଟଙ୍କା ଆପଣଙ୍କ ଘରେ ଯେଉଁ ବୁଢ଼ା ବୁଢ଼ୀ ଲୋକ ଅଛନ୍ତି ତାଙ୍କୁ ଆଜ୍ଞା ପେନ୍ସନ୍ ଟଙ୍କା ମିଳିବ। ଦେଖନ୍ତୁ ଆପଣଙ୍କ ଘରେ ବି ଯଦି ବୁଢ଼ାବୁଢ଼ୀ ଲୋକ ଅଛନ୍ତି ପେନ୍ସନ୍ ପାଇବା ପାଇଁ ଯୋଗ୍ୟ ଅଟନ୍ତି, ଆଉ ତା ବ୍ୟତୀତ ଆପଣଙ୍କ ଘରେ ମଧ୍ୟ କଳାକାର ଅଛନ୍ତି। କଳାକାର କହିଲେ କ'ଣ ଆଜ୍ଞା, ମୁଁ ଆପଣମାନଙ୍କୁ ଦେଖାଉଛି, ଆପଣମାନେ ଜାଣିପାରିବେ। ଆପଣଙ୍କ ଘରେ କିଏ ଯଦି କୃଷ୍ଣଗୁରୁ କରୁଛନ୍ତି, ଏମିତି ନାହିଁ କି ନଗିନ କୃଷ୍ଣଗୁରୁ, ସେଟା ଯାହା ବି ନଦିଆ ହେଉ କିମ୍ବା ସେଟା ଅନେକ ପ୍ରକାରର କୃଷ୍ଣଗୁରୁ ଅଛି। ଆପଣମାନେ ବି ଯଦି ସେ କୃଷ୍ଣଗୁରୁରେ ଆପଣଙ୍କର ପରିବାରର ଲୋକ ମିଶିଛନ୍ତି ଆଜ୍ଞା, ତାହେଲେ ମଧ୍ୟ ଆପଣମାନଙ୍କୁ ଭତ୍ତା ଦେଉଛନ୍ତି ସରକାର। ଆପଣମାନେ ଧ୍ୟାନ ଦେଇକି ଦେଖନ୍ତୁ, ଏଠାରେ ସରକାର ଅପଡେଟ୍ଟିଏ ମଧ୍ୟ ଆଣିଛନ୍ତି, ଆପଣମାନେ ଜାଣିପାରିବେ। ଦେଖନ୍ତୁ ଅନେକ ଗାଁ ଗୁଡ଼ାକରେ ପାଲା, ଦଣ୍ଡ ହେଲା କିମ୍ବା ଦାସକାଠିଆ ହେଲା, ଅନେକ ଜିନିଷ ଆଜ୍ଞା ରହିଛି ସେ ଭିତରେ। ମୋର ତ ସେତିକି ଜ୍ଞାନ ନାହିଁ, ଆପଣମାନେ ସମସ୍ତେ ଭଲ ଭାବରେ ଜାଣିଥିବେ କ'ଣ କ'ଣ ସବୁ ରହିଛି। ତାଙ୍କୁ ମଧ୍ୟ ଆଜ୍ଞା ସରକାର ଏବେ ଭତ୍ତା ଦେଉଛନ୍ତି। ଅପଡେଟ୍ଟି ଆସିଛି, ଚାଲନ୍ତୁ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି, ଆପଣମାନେ ଜାଣିପାରିବେ। ଦେଖିପାରୁଥିବେ ଏଠାରେ CMO ଓଡ଼ିଶା, ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା, ଯେଉଁଟାକି ଆମର ଟ୍ୱିଟର ହ୍ୟାଣ୍ଡେଲରେ ଏଠାରେ ପବ୍ଲିଶ କରିଛନ୍ତି ସରକାର। ସମୃଦ୍ଧ ଲୋକ କଳାକୁ ବଞ୍ଚାଇ ରଖି ଏହାର ଅଭିବୃଦ୍ଧି ଦିଗରେ ଚେଷ୍ଟା କରିବା ପାଇଁ ଲୋକଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଏଠାରେ ଦେଇଛନ୍ତି। ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ପାରମ୍ପରିକ କଳାକାରଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ତେଣୁ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ। ଏଇ ଦେଖନ୍ତୁ ଆଜ୍ଞା, ଆପଣମାନଙ୍କୁ ସମସ୍ତଙ୍କୁ କଳାକାର ଭତ୍ତା ଆଗରୁ 2000 ଲେଖାଏଁ ମିଳୁଥିଲା। 2000 ଟଙ୍କା ପରିବର୍ତ୍ତେ ଏବେ ତାକୁ ବଢ଼େଇ ଦିଆଯାଇଛି ଆଜ୍ଞା। କେତେ ବଢ଼େଇ ଦିଆଯାଇଛି? 3000 କରି ଦିଆଯାଇଛି। ଆପଣମାନେ ଯଦି 80 ବର୍ଷରୁ ବି ଯଦି ଉର୍ଦ୍ଧ୍ୱ ହେଲେଣି କଳାକାରମାନଙ୍କୁ, ତାଙ୍କର 2500 ଯେଉଁ ମିଳୁଥିଲା ତାଙ୍କୁ ଆଜ୍ଞା 3500 ଟଙ୍କା ବି ମିଳିବ। ତ ଆପଣମାନେ ସମସ୍ତେ ସଜାଗ ହେଇଯାଆନ୍ତୁ, ହୁସିଆର ହେଇଯାଆନ୍ତୁ, ଯାଇକି ଆପଣମାନେ ଆପ୍ଲାଏ କରନ୍ତୁ। ଦେଖନ୍ତୁ ଆଜ୍ଞା, ଲୋକଙ୍କର ସରକାର ଏଠାରେ କଳାକାରମାନଙ୍କୁ ସମ୍ମାନ ଦେଉଛନ୍ତି, ଟଙ୍କା ଦେଉଛନ୍ତି। ସେଟା ପାଲା ହେଉ କିମ୍ବା ନଦିଆ ହେଉ, କୃଷ୍ଣଗୁରୁ ହେଉ କିମ୍ବା ଅନ୍ୟାନ୍ୟ କିଛି ବି ଯଦି ସେହିପରି କଳାକାର ଜିନିଷ ଅଛନ୍ତି, ଘୁଡ଼ୁକା ବାଦ୍ୟ, ସେଇଟା ଅନେକ ଓଡ଼ିଶୀ, ଅନେକ ଜିନିଷ ରହିଛି ସେ ଭିତରେ। ସେ କଳାକାର ଭିତରେ ଦଣ୍ଡ ନୃତ୍ୟ କରୁଥାନ୍ତୁ ନା କାହିଁକି ଆପଣମାନେ। ଦେଖନ୍ତୁ ଆପଣଙ୍କ ଗାଁରେ ମଧ୍ୟ ଅନେକ ଲୋକ ଦଣ୍ଡ ନୃତ୍ୟ କରୁଥିବେ, ତାଙ୍କୁ ମଧ୍ୟ ଭିଡ଼ିଓଟିକୁ ସେୟାର କରନ୍ତୁ। କାହିଁକିନା ଦେଖନ୍ତୁ ଆଜ୍ଞା, ଏଇ ଜିନିଷଟିକୁ ହାତଛଡ଼ା କରନ୍ତୁ ନାହିଁ। କାହିଁକିନା ଦେଖନ୍ତୁ ସରକାର ଯେହେତୁ ଦେଉଛନ୍ତି, ଗୋଡ଼ ପାଖ ଆପଣଙ୍କ ଗୋଡ଼ ପାଖକୁ ବା ପାଦ ପାଖକୁ କେହି ବି ଆଣିଦେବେନି ଯେ କଳାକାର ଭତ୍ତା ଆପଣଙ୍କୁ, ଆପଣ ଦଣ୍ଡରେ ମିଶିଛନ୍ତି କିମ୍ବା କୃଷ୍ଣଗୁରୁ କରୁଛନ୍ତି ନିଅନ୍ତୁ, ଏହିପରି କେହି କହିବେନି ଆଜ୍ଞା। ଆପଣମାନଙ୍କୁ ଯାଇକି ପ୍ରପର ରିସର୍ଚ୍ଚ କରିକି ସେଠାରେ ଆପ୍ଲାଏ କରିବାକୁ ପଡ଼ିବ। ଆମ ଚ୍ୟାନେଲକୁ ବି ଯଦି ଆପଣମାନେ ସବସ୍କ୍ରାଇବ୍ କରିଥିବେ, ଆପଣମାନେ ଜାଣିପାରିବେ ଯେ ଏକ୍ଜାକ୍ଟଲି ଯେ ଏଇ ଯେଉଁ ଜିନିଷ ଗୁଡ଼ାକ ରହିଛି, ଅପଡେଟ୍ ଗୁଡ଼ାକ ଆସୁଛି, କେବେ କେବେ ଆସୁଛି, କ'ଣ ସବୁ ଡକୁମେଣ୍ଟେସନ୍ ଲାଗୁଛି, ଆପଣମାନେ ଜାଣିପାରିବେ। ଏଇଟା ଗୋଟେ ଛୋଟିଆ ଅପଡେଟ୍ ଥିଲା, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଦେଲି। ଏଠାରେ ଦେଖିପାରୁଥିବେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ବୃଦ୍ଧି ହେଲା ଭତ୍ତା ରାଶି। ଏଠାରେ ଯେଉଁ 2000 ମିଳୁଥିଲା ତାଙ୍କୁ 3000, ଯାହାକୁ 2500 ମିଳୁଥିଲା ତାକୁ 3500 ଏବେ ମିଳିବା ପାଇଁ ଯାଉଛି। ଆପଣଙ୍କ ଗାଁରେ ବି ଯଦି କେହି ଦଣ୍ଡ ନୃତ୍ୟ କରୁଛନ୍ତି, ପାଲା କରୁଛନ୍ତି, କୃଷ୍ଣଗୁରୁରେ ମିଶୁଛନ୍ତି, ତାଙ୍କୁ ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ। କାହିଁକିନା ଦେଖନ୍ତୁ ଆଜ୍ଞା, ଶୋଇଲା ପୁଅର ଭାଗ ନାହିଁ। ଆପଣମାନେ ଯଦି ଶୋଇଥିବେ, କିଛି କରିବେ ନାହିଁ, ତାହେଲେ କିଛି ହେବ ନାହିଁ। କିନ୍ତୁ ଆପଣମାନେ ଯଦି ଆପ୍ଲାଏ କରିବେ, ଯାଇକି କଥାବାର୍ତ୍ତା ହେବେ ଜନସେବା କେନ୍ଦ୍ରରେ, ତାହେଲେ ଆପ୍ଲାଏ କଲା ପରେ ଆପଣଙ୍କୁ ମଧ୍ୟ ମିଳିପାରେ ଏଇ ଭତ୍ତା। ବୁଝିପାରୁଛନ୍ତି ନା ନାହିଁ? ପୁଣି ଦେଖାବା ଆଉ ଏକ ସୁନ୍ଦର ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଆପଣମାନେ ମୋତେ ବିଦାୟ ଦିଅନ୍ତୁ। ଭିଡ଼ିଓ ଯଦି ଭଲ ଲାଗିଲା ଭିଡ଼ିଓକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ। ଆଉ ଡେସ୍କ୍ରିପ୍ସନ୍ ଆମର ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ଅଛି, ସେଠି ଜଏନ୍ ହେଇପାରିବେ। ଆଉ ଦେଖନ୍ତୁ ଅନେକ ଜିନିଷ, ଘରକରଣା ଜିନିଷ ଆପଣ ଯଦି କିଣିବା ପାଇଁ ଚାହୁଁଛନ୍ତି, ତାହେଲେ ମୁଁ ଡେସ୍କ୍ରିପ୍ସନ୍ରେ ଦେଇଦେଇଛି ତାର ଲିଙ୍କ୍, ଆପଣମାନେ ଯାଇକି ଦେଖନ୍ତୁ, ଭଲ ଲାଗିଲେ କିଣିନେବେ, ନହେଲେ କିଛି ଅସୁବିଧା ନାହିଁ ଆଜ୍ଞା। ଦେଖନ୍ତୁ ଟିକେ ଥରେ ଯାଇକି କ୍ଲିକ୍ କରିକି ଦେଖନ୍ତୁ କ'ଣ ସୁବିଧା ରହିଛି ଆପଣଙ୍କ ଘରେ, ତାହା ମଧ୍ୟ ଆପଣଙ୍କର ଇଜିଲି ହେଇଯିବ। କାହିଁକିନା ଏବେ ଶୀତ ମାସ ଚାଲିଛି, ଏବେ ଗରମ ମାସ ଆସିବ, ମଶା ମଧ୍ୟ ବହୁତ ଚାବୁଥିବେ ଆପଣମାନଙ୍କୁ। ସେଠାରେ ନେଟ୍ ଫେଟ୍ ମଧ୍ୟ ମୁଁ ଦେଇଛି, ଆପଣମାନେ ଦେଖନ୍ତୁ।